ହେଲ୍ଥ ଟିପ୍ସ। ସତେଜ ଫଳ ଆପଣଙ୍କୁ ରଖିବ ସୁସ୍ଥ। ପେଟ ପାଇଁ ସବୁଠୁ ବେଶୀ ଜରୁରୀ ହେଉଛି ହଜମ କ୍ରିୟା ଠିକ୍ ଭାବରେ ହେବା। ହଜମ କ୍ରିୟାରେ କୌଣସି ପ୍ରକାର ଅସୁବିଧା ହେଲେ ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଯଦି ଆପଣ ଏହି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଖାଦ୍ୟରେ ଏହି 5ଟି ଫଳକୁ ସାମିଲ କରନ୍ତୁ। ଗୋଟିଏ ସେଓରେ ଥିବା ପ୍ୟାକ୍ଟିନ୍ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ। ଖାସ୍ କରି କୋଷ୍ଠକାଠିନ୍ୟ ଏବଂ ଡାଇରିଆ ହେଲେ ସେଓ କାମରେ ଆସିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ସୁସ୍ଥ ରଖୁଥାଏ। ପିଜୁଳିକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଖାଦ୍ୟ ଶୀଘ୍ର ହଜମ ହୋଇପାରିବ। ଏହା ଏକ ଅତ୍ୟାବଶ୍ୟକୀୟ ଫଳ ଭାବେ ଜଣା ଯାଇଥାଏ। ଏହା ଫାଇବରର 12% ମାତ୍ରା ପୂରଣ କରିଥାଏ। ପିଜୁଳିର ମଞ୍ଜି ପେଟକୁ ସଫା କରିଥାଏ। କଦଳୀରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ପେଟକୁ ସଫାରିଖୁଥାଏ। ଏଥିପାଇଁ କୋଷ୍ଠକାଠିନ୍ୟ ସମସ୍ୟାରେ ଡାକ୍ତର ମଧ୍ୟ ରୋଗୀକୁ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ପେଟରେ ଜୀବାଣୁ ଜନିତ ସମସ୍ୟାକୁ ଦୂର ଏଲଜାର୍ଡ଼ ମଧ୍ୟ ହଜମ କ୍ରିୟାରେ ସାହାଯ୍ୟ କରିଥାଏ। ଏଥିରେ ମଧ୍ୟ ଫାଇବରର ମାତ୍ରା ଅଧିକ ରହିଥାଏ। ଏହା ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ। ନାଶପତି। ଏକ ମଧ୍ୟମ ଆକାରର ନାଶପତିରେ ପାଖାପାଖି 4 ଗ୍ରାମର ଫାଇବର ରହିଥାଏ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ହେଲ୍ଥ ଟିପ୍ସ। କେଉଁ ଆପଲ୍ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ? ଏହି ସେଓ ଖାଇବା ଦ୍ୱାରା କମିଥାଏ ସୁଗାର। ପ୍ରତ୍ୟେକ ଦିନ ଗୋଟିଏ ଆପଲ୍ ବା ସେଓ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ପ୍ରତିଦିନ ଏକ ଆପଲ୍ ଖାଇବା ଦ୍ୱାରା ରୋଗ ଦୂର ହୋଇଥାଏ। ସେହିପରି ବଜାରରେ 2 ପ୍ରକାରର ସେଓ ମିଳିଥାଏ, ରେଡ୍ ଆପଲ୍ ଏବଂ ଗ୍ରୀନ୍ ଆପଲ୍। ସେହିପରି ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିବା ଉଭୟ ରେଡ୍ ଏବଂ ଗ୍ରୀନ୍ ଆପଲ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଉଭୟ ମଧ୍ୟରେ ରହିଛି କିଛି ପାର୍ଥକ୍ୟ। ତେବେ ଚାଲନ୍ତୁ ଜାଣିବା କେଉଁ ଆପଲ୍ ଖାଇବା ଅଧିକ ଉତ୍ତମ। ଗ୍ରୀନ୍ ଆପଲ୍ ଭିଟାମିନ୍ ସି ଏବଂ ଫାଇବର ଅଧିକ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ। କମ୍ କ୍ୟାଲୋରି ଏବଂ କମ୍ ମଧୁରତା ହେତୁ ଏହା ଓଜନ ହ୍ରାସ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ମଧ୍ୟ ଲାଭଦାୟକ। ସେଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ସବୁଜ ଆପଲ୍ ବା ଗ୍ରୀନ୍ ଆପଲ୍ ଅଧିକ ଭଲ। ଅନ୍ୟପଟେ ରେଡ୍ ଆପଲ୍ରେ ଚିନି ପରିମାଣ ସାମାନ୍ୟ ଅଧିକ, ଯାହା ଏକ ଉତ୍ତମ ଶକ୍ତିର ଉତ୍ସ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଶରୀରର ମୁକ୍ତ ରେଡିକାଲ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ, ଯାହା ହୃଦୟ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବାରେ ସହାୟକ ହୋଇଥାଏ। ଉଭୟ ଆପଲ୍ରେ ଫାଇବର ଥାଏ, କିନ୍ତୁ ସବୁଜ ଆପଲ୍ରେ ସାମାନ୍ୟ ଅଧିକ ଫାଇବର ଥାଏ। ଏହା ହଜମ ପାଇଁ ଅଧିକ ଲାଭଦାୟକ ଅଟେ। ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଉଭୟ ଆପଲ୍ରେ ମିଳିଥାଏ, କିନ୍ତୁ ସବୁଜ ଆପଲ୍ରେ ଅଧିକ ପରିମାଣରେ ଭିଟାମିନ୍ ଏ ଥାଏ, ଯାହା ଚର୍ମ ଏବଂ ଆଖି ଲାଭଦାୟକ। ଲାଲ ଆପଲ୍ରେ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ଥାଏ, ଯାହା ଶରୀରରେ ମୁକ୍ତ ରେଡିକାଲ ସହିତ ଲଢ଼ିବାରେ ସାହାଯ୍ୟ କରେ ଏବଂ ହୃଦରୋଗ ରୋକିଥାଏ। ସେହିପରି ସବୁଜ ଆପଲ୍ରେ କ୍ୟାଲୋରି କମ୍ ଥାଏ ଏବଂ ଏଥିରେ ଚିନି କମ୍ ଥାଏ, ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ମଧୁମେହ ରୋଗୀଙ୍କ ପାଇଁ ଗ୍ରୀନ୍ ଆପଲ୍ ଅଧିକ ଉତ୍ତମ। ହେଲ୍ଥ ଟିପ୍ସ। ପାଣି ଆମ ଶରୀର ପାଇଁ କେତେ ଉପକାରୀ? ପାଣି ହେଉଛି ଏକ ଜିନିଷ ଯାହାଦ୍ୱାରା ଆପଣ ଘରେ ବସି ବହୁତ ପ୍ରକାରର ରୋଗକୁ କିଛି ସମୟ ମଧ୍ୟରେ ଦୂର କରିପାରିବେ, କିନ୍ତୁ ପାଣି କେତେବେଳେ ପିଇବା ଉଚିତ ଏବଂ କେତେ ପରିମାଣରେ ପିଇବା ଉଚିତ, ଏହା ଜାଣିବା ଜରୁରୀ ଅଟେ।
ତ ପ୍ରଥମ କଥା, ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଆପଣଙ୍କୁ ଗରମ ପାଣି ପିଇବାକୁ ହେବ। ସେହି ଗରମ ପାଣିକୁ ଚା ପରି ଟିକେ ଟିକେ ଗରମ ଥିବ ଅବସ୍ଥାରେ ସେବନ କରନ୍ତୁ। ସକାଳୁ ଉଠିବା ବେଳକୁ ଆମ ଶରୀର ସମ୍ପୂର୍ଣ୍ଣ ଭାବରେ ନିଷ୍କ୍ରିୟ ହୋଇଯାଇଥାଏ, ଯାହାକୁ ଆମେ ସକ୍ରିୟ କରିବା ପାଇଁ ଚା ତଥା କଫିର ସେବନ କରିଥାଉ, ଯାହାକି ଆମ ଶରୀରକୁ କେବଳ କିଛି ସମୟ ପାଇଁ ସକ୍ରିୟ କରିଥାଏ, କିନ୍ତୁ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ, କାହିଁକି ନା ଏହା ଆମ ଶରୀରରେ ଅମ୍ଳର ମାତ୍ରାକୁ ବଢ଼ାଇ ଦେଇଥାଏ ଏବଂ ଆପଣଙ୍କ ଖାଦ୍ୟକୁ ଠିକ୍ ଭାବରେ ହଜମ ହୁଏ ନାହିଁ। ସେଥିପାଇଁ ସକାଳୁ ଉଠି ଖାଲି ପେଟରେ ଚା କିମ୍ବା କଫିର ସେବନ ନ କରି ତାହା ପରିବର୍ତ୍ତେ ଗରମ ପାଣିର ସେବନ କରନ୍ତୁ, ଯାହାଦ୍ୱାରା ଆପଣଙ୍କର ଶରୀରରେ ଥିବା ସମସ୍ତ ପ୍ରକାରର ଅଳିଆ ଆବର୍ଜନା ଆପଣଙ୍କ ଶରୀରରୁ ୟୁରିନ୍ ଆକାରରେ ବାହାରି ଯାଇଥାଏ। ହେଲ୍ଥ ଟିପ୍ସ। ଶୀତ ଦିନେ ସକାଳେ କେତେବେଳେ ଉଠିବା ଆବଶ୍ୟକ ଜାଣନ୍ତୁ। ଠିକ୍ ସମୟ। ଶୀତ ଦିନରେ ସାଧାରଣରେ ଲୋକମାନେ ସକାଳୁ ଉଠିବାକୁ ସମସ୍ୟା ହୋଇଥାଏ। ରାତିରେ ଜଲ୍ଦି ନିଦ ଆସିନଥାଏ ଏବଂ ସକାଳୁ ଶୀଘ୍ର ଉଠି ପାରନ୍ତି ନାହିଁ। ସକାଳୁ ଉଠିବାକୁ ଇଚ୍ଛା ହୋଇନଥାଏ। ସକାଳୁ ଡେରିରେ ଉଠିବା ଦିନ ସାରା କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ। ତେବେ ଶୀତ ଦିନେ ସକାଳୁ ଶୀଘ୍ର ଉଠିବାର ସମୟ ଜାଣନ୍ତୁ। ଯଦି ଆପଣ ସକାଳୁ ଶୀଘ୍ର ଉଠୁଛନ୍ତି, ତେବେ ଆପଣଙ୍କର ଦିନସାରା ଠିକ୍ରେ ଚାଲିଥାଏ। ଆପଣଙ୍କୁ ଖୁସି ମଧ୍ୟ ଲାଗିଥାଏ। ଠିକ୍ ସମୟରେ ଜଳଖିଆ କରିବା ଦ୍ୱାରା ଆପଣଙ୍କୁ ଦିନସାରା ଆପଣଙ୍କ ଥକାପଣ ଅନୁଭବ କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଶୀତ ଦିନରେ କେତେବେଳେ ଉଠିବା ଆବଶ୍ୟକ। ଏକ ଶବ୍ଦ ଯାହା ଉପଯୋଗ, ଯାହା ଆପଣଙ୍କ ମସ୍ତିଷ୍କକୁ ପ୍ରାକୃତିକ ନିଦ ଏବଂ ଉଠିବା ସେଟିଂ ପାଇଁ କରାଯାଇଥାଏ। ଏହା ଅନୁସାରେ ପ୍ରତ୍ୟେକ ଲୋକକୁ 24 ଘଣ୍ଟାରେ 2ଟି ସମୟରେ ନିଦ ଆସିଥାଏ, 1ଟା ବେଳେ ଏବଂ 3ଟା ବେଳେ। ରାତି 2ଟାରୁ ସକାଳ 4ଟା ମଧ୍ୟରେ ଏହି ଭିତ୍ତିର ବ୍ୟକ୍ତି ସବୁଠାରୁ ଅଧିକ ଗଭୀର ନିଦରେ ଶୋଇଥାନ୍ତି। ତେବେ 4ଟା-5ଟା ଉଠିବା ସବୁଠାରୁ ମୁସ୍କିଲ ହୋଇଥାଏ। ତେବେ ଏତେ ଥଣ୍ଡା ପଡ଼ିନି। ସକାଳ 5ଟା30ରୁ 6ଟା15 ମଧ୍ୟରେ ଉଠିଯିବା ଠିକ୍ ସମୟ। ସୂର୍ଯ୍ୟୋଦୟ ସହିତ ଆପଣ ଉଠିବା ଦ୍ୱାରା ଏହା ଆପଣଙ୍କ ବ୍ରେନ୍କୁ ଠିକ୍ ଭାବରେ ଆକ୍ଟିଭ କରିବା ସହିତ ମନକୁ ଶାନ୍ତି ଦେଇଥାଏ। କେବଳ ସେତିକି ନୁହେଁ, ଏହା ଆପଣଙ୍କ ପ୍ରଡକ୍ଟିଭିଟି ବୃଦ୍ଧି କରିଥାଏ ଏବଂ ଆପଣଙ୍କ ଦୈନିକ କାର୍ଯ୍ୟକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଶରୀର ସକାଳର ପ୍ରଥମ କିରଣ ସହିତ ଭିଟାମିନ୍ ଡି ପାଇଥାଏ, ଯାହା ଭଲ ହର୍ମୋନ୍ ସ୍ୱାସ୍ଥ୍ୟ ବଜାୟ ରଖେ ଏବଂ ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ବ୍ୟତୀତ ଶୀତ ଦିନେ ସକାଳୁ ଉଠିବା ଦ୍ୱାରା ଆପଣ ମଧ୍ୟ ଖୁସି ହେବେ ଏବଂ ଆପଣଙ୍କ ଦିନ କାମ ସହଜରେ ସମାପ୍ତ ହେବ। ଏହିପରି ଶୀତ ଦିନେ ସକାଳୁ ଉଠିବା ଆପଣଙ୍କ ପାଇଁ ଲାଭଦାୟକ